ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଲୁଣ୍ଡାଠାରେ ପ୍ରଧାନାଚାର୍ଯ୍ୟ ଲବଭରା ସାଗରଙ୍କ ତତ୍ତ୍ୱାବଧାନରେ ଆଜି ସାମୂହିକ ସରସ୍ୱତୀ ପୂଜା ଓ ସମର୍ପଣ ଦିବସ ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି। ସରସ୍ୱତୀ ପୂଜା ପରେ ଶିଶୁ ଉଦୟ ଶ୍ରେଣୀର ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂତନ ଭାବରେ 50 ଜଣ ଛାତ୍ରଛାତ୍ରୀଙ୍କୁ ଖଣ୍ଡିଛୁଆ ହେବା ସହ ବିଦ୍ୟାଳୟର ଅଭିଭାବକ ଓ ଅଭିଭାବିକା 300ରୁ ଉର୍ଦ୍ଧ୍ୱ ପରିଚାଳନା ସମିତି ପୂର୍ବତନ ଗୁରୁଜୀ ଗୁରୁମାଙ୍କ ଦ୍ୱାରା ସମର୍ପଣ ଦିବସ ପାଳିତ ହୋଇଥିଲା। ଏହି ସମର୍ପଣ ଦିବସରେ ସମସ୍ତ ଅଭିଭାବକ ବିଦ୍ୟାଳୟ ଉନ୍ନତି ପାଇଁ ଗୋଟିଏ ଲେଖାଏଁ ଚୌକି ଶ୍ରଦ୍ଧା ସହିତ ସମର୍ପଣ କରିଥିଲେ। ତାପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ପର୍ଯ୍ୟାବରଣ ଗତିବିଧି ବଲାଙ୍ଗୀର ବିଭାଗ ସଂଯୋଜକ ଧର୍ମନିରଞ୍ଜନ ପଣ୍ଡା, ସମ୍ମାନିତ ଅତିଥି ଯୋଗଗୁରୁ ଡକ୍ଟର ହୃଷିକେଶ ଦେହେରୀ, ବିଜେପି ଉଲୁଣ୍ଡା ମେଟାକାନି ମଣ୍ଡଳ ସଭାପତି ମୁକୁଲ କୁମାର ବାଗ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପରେ ସାମୂହିକ ଭାବେ ସମସ୍ତେ ପ୍ରସାଦ ସେବନ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ଉନ୍ନୟନ ସଭ୍ୟ ତଥାଗତ ମହାକୁଡ଼ ଧନ୍ୟବାଦ ଦେଇଥିଲେ।